जय श्री राम। फेब्रुआरी 1 ରୁ ଆଉ କେହି କରିପାରିବେ ନାହିଁ ୟୁପିଆଇ ଟ୍ରାଞ୍ଜାକ୍ସନ୍। ଏନପିସିଆଇ ନେଲା ବଡ଼ ପଦକ୍ଷେପ, ଯାହାଦ୍ୱାରା ବିଭିନ୍ନ ପ୍ରକାର ପେମେଣ୍ଟ ଆପ୍ଲିକେସନ୍ ଯେଉଁ ରହିଅଛି ସେହି ପେମେଣ୍ଟ ଆପ୍ଲିକେସନ୍ ଆଉ କରିପାରିବେ ନାହିଁ ୟୁପିଆଇ ଟ୍ରାଞ୍ଜାକ୍ସନ୍। ତେବେ କ'ଣ ରହିଛି ସମ୍ପୂର୍ଣ୍ଣ ଅପଡେଟ୍ ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବାକୁ ପାଇବା। ତେବେ ମୁଁ ପ୍ରଭାତ ଆପଣଙ୍କୁ ସ୍ୱାଗତ କରୁଅଛି ମୋର ୟୁଟ୍ୟୁବ୍ ଚ୍ୟାନେଲଟିକୁ ନୂଆ ଆସିଥିବାରୁ ଭିଡ଼ିଓକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ଟିକୁ ପ୍ରେସ୍ କରିବାକୁ ଭୁଲିବେ ନାହିଁ। ତେବେ ଭିଡ଼ିଓଟିକୁ ଲାଷ୍ଟ ଦେଖିବାକୁ ଚେଷ୍ଟା କରନ୍ତୁ। ତେବେ ଆପଣମାନେ ଦେଖିପାରୁଥିବେ ୟୁପିଆଇ ପେମେଣ୍ଟସ୍ ବ୍ୟବହାରକାରୀ ପାଇଁ ବଡ଼ ଖବର। 2025 ଫେବୃଆରୀ 1ରୁ ଆପଣମାନେ ୟୁପିଆଇ ପେମେଣ୍ଟ କରିପାରିବେ ନାହିଁ। ଯଦି କେହି ୟୁପିଆଇ ଆପ୍ ଟ୍ରାଞ୍ଜାକ୍ସନ୍ ଆଇଡି ବିଶେଷ ଅକ୍ଷର ଯେପରିକି @ ହ୍ୟାଶଟ୍ୟାଗ୍ ଡଲାର ଇତ୍ୟାଦି ବ୍ୟବହାର କରେ ତେବେ ସେହି ଟ୍ରାଞ୍ଜାକ୍ସନ୍ ବାତିଲ ହୋଇଯିବ। ଭାରତରେ ଏପରି ଅନେକ ଆପ୍ ରହିଛି ଟ୍ରାଞ୍ଜାକ୍ସନ୍ ଆଇଡିର ସ୍ୱତନ୍ତ୍ର ଅକ୍ଷର ବ୍ୟବହାର କରାଯାଇଅଛି। ତେବେ ଆପଣମାନଙ୍କ ପାଖରେ ଯେଉଁ ୟୁପିଆଇ ଆଇଡି ମଧ୍ୟ ଥିବ ସେ ୟୁପିଆଇ ଆଇଡିରେ ଦେଖିବେ ଆପଣଙ୍କର ନମ୍ବରଟି ଲେଖା ହେଇଥିବ। ଠିକ୍ ଅଛି, ଆପଣଙ୍କର ଏମିତି ନମ୍ବର ଲେଖା ହେଇଥିବ, ତାପରେ ଆଡ୍ରେସ୍ ଥିବ, ତାପରେ YBL ଏମିତି ଦିଆଯାଇଥାଏ। ତେବେ ଏଇ ଯେଉଁ ସ୍ପେଶାଲ କ୍ୟାରେକ୍ଟରଟି ରହୁଛି ଏ ସ୍ପେଶାଲ କ୍ୟାରେକ୍ଟର ଯଦି ଆପଣଙ୍କର ୟୁପିଆଇ ଆଇଡିରେ ଥିବ ତେବେ ଆପଣମାନେ ଫେବୃଆରୀ 1ରୁ ଆଉ ୟୁପିଆଇ ଟ୍ରାଞ୍ଜାକ୍ସନ୍ କରିପାରିବେ ନାହିଁ। ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ୍ ଇଣ୍ଡିଆ ଏନପିସିଆଇ ସମସ୍ତ ୟୁପିଆଇ ଆପ୍ ଟ୍ରାଞ୍ଜାକ୍ସନ୍ ଆଇଡି କେବଳ ଆଲଫା ନ୍ୟୁମେରିକାଲ ଅକ୍ଷର ଏବଂ ସଂଖ୍ୟା ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି। ଆଲଫା ନ୍ୟୁମେରିକାଲ ମାନେ ହେଉଛି ଆପଣଙ୍କର ଦେଖନ୍ତୁ ଆଲଫା ନ୍ୟୁମେରିକାଲ ମାନେ ହେଉଛି ABCD 1 2 3 4 এইটা କୁହାଯାଏ ଆଲଫା ନ୍ୟୁମେରିକାଲ। ଠିକ୍ ଅଛି, କିନ୍ତୁ ଏଇ ଯେଉଁ ଏଠି ମନା କରାଗଲା କାହିଁକି, ଏଠି ଆମେ ମଝିରେ ଗୋଟେ ସ୍ପେଶାଲ କ୍ୟାରେକ୍ଟରଟେ ଦେଇଦେଉଥିଲେ @ ସେଇଟାକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ୍ କରିଛନ୍ତି ଏନପିସିଆଇ। ତେବେ ଆହୁରି ମଧ୍ୟ ଡିଟେଲ୍ସଟିକୁ ଆମେ ଜାଣିବା। ତେବେ ଯଦି ଆପଣମାନେ ଆପ୍ସର ନିୟମ ପାଳନ ନ କରନ୍ତି ତେବେ ଫେବୃଆରୀ 1 2025 ପରେ ସେମାନଙ୍କ କାରବାର ପ୍ରତ୍ୟାଖ୍ୟାନ କରାଯିବ। ଏନପିସିଆଇ 9 ଜାନୁଆରୀ 2025 ଏକ ସର୍କୁଲାର ଜାରି କରି କହିଥିଲେ, ଏଥିରେ କୁହାଯାଇଛି ଯେ ଫେବୃଆରୀ 1 2025 ଠାରୁ ସମସ୍ତ ୟୁପିଆଇ ଆପ୍ ଟ୍ରାଞ୍ଜାକ୍ସନ୍ ଆଇଡି ବିଶେଷ ଅକ୍ଷର ବ୍ୟବହାର କରିବାକୁ ପଡ଼ିବ ନାହିଁ। ବିଶେଷ ଅକ୍ଷର ମାନେ ହେଉଛି ଯେପରିକି ଆମର ହ୍ୟାଶଟ୍ୟାଗ୍ $, ଏସବୁ ଚିହ୍ନ ସମ୍ପୂର୍ଣ୍ଣ ଭାବରେ ବନ୍ଦ, କେବଳ ଆଲଫା ନ୍ୟୁମେରିକାଲ ABCD 1 2 3 4 এইଭଳି ଭାବରେ ଦେଇକି ଆପଣଙ୍କର ୟୁପିଆଇ ଟ୍ରାଞ୍ଜାକ୍ସନ୍ ଆଇଡିକୁ ଆପଣ ଯଦି ସେଭ୍ କରିବେ ତେବେ ଆପଣ ଫେବୃଆରୀ 1 ପରଠାରୁ ଆପଣ ଟ୍ରାଞ୍ଜାକ୍ସନ୍ କରିପାରିବେ, ନହେଲେ ଆପଣ ଫେବୃଆରୀ 1 ଠାରୁ ଆପଣ ଟ୍ରାଞ୍ଜାକ୍ସନ୍ କରିପାରିବେ ନାହିଁ। ତେବେ ଆହୁରି ମଧ୍ୟ ରହିଛି, ଯଦି କୌଣସି ୟୁପିଆଇ ଆପ୍ ଏହି ନିୟମ ପାଳନ ନ କରେ ତେବେ ୟୁପିଆଇ ଆପ୍ କାରବାର କାମ କରିବ ନାହିଁ। ଏହି ନିୟମ ବ୍ୟବସାୟିକ ବ୍ୟବହାରକାରୀ ପାଇଁ ପ୍ରଯୁଜ୍ୟ ଅଟେ, କିନ୍ତୁ ଏହା ସାଧାରଣ ବ୍ୟବହାରକାରୀ ପାଇଁ ମଧ୍ୟ ପ୍ରଭାବିତ କରିବ। ଯଦି ଆପଣଙ୍କର ଏହି ନିୟମ ପାଳନ କରୁନଥିବେ କୌଣସି ଆପ୍ ୟୁପିଆଇ ବ୍ୟବହାର କରନ୍ତି ତେବେ ଆପଣ ପେମେଣ୍ଟ ବାତିଲ କରାଯାଇପାରିବ। ଯଦି ଆପଣମାନଙ୍କ ପାଖରେ ସେଇ ଆଇଡି ମାନେ ଯେଉଁ @ ଅଛି କିନ୍ତୁ ଆପଣଙ୍କର ଅନ୍ୟରେ କ'ଣ @ ନାହିଁ ତେବେ ଆପଣ ମଧ୍ୟ ୟୁପିଆଇ ଆଇଡି ଟ୍ରାଞ୍ଜାକ୍ସନ୍ କରିପାରିବେ ନାହିଁ। ତେବେ ଆପଣମାନେ ଜାଣି ନିଅନ୍ତୁ, ଯେଉଁମାନେ ବ୍ୟବସାୟୀ ଅଛନ୍ତି ସେମାନେ ମଧ୍ୟ ଆପଣମାନେ ସତର୍କ ହେଇଯାଆନ୍ତୁ। ଯେଉଁ ଆପଣଙ୍କର ୟୁପିଆଇ ଆଇଡିଟି ଅଛି ତାହା ଆପଣ ଏବେ ଚେଞ୍ଜେସ୍ କରିନିଅନ୍ତୁ, ନହେଲେ ଆପଣଙ୍କର ୟୁପିଆଇ ଆଇଡି ହେବ ନାହିଁ। ଆପଣ ୟୁପିଆଇ ଆଇଡିଟା ପୂର୍ବରୁ ଥିବ ABCD @ YBL, ଠିକ୍ ଅଛି, YBL ଏମିତି ଆପଣଙ୍କର ରହିଛି। ତ ଏବେ ଆପଣ କ'ଣ କରିବେ ନା ABCD 1 2 3 4 କୌଣସି ସ୍ପେଶାଲ କ୍ୟାରେକ୍ଟର ଯେପରିକି ହ୍ୟାଶଟ୍ୟାଗ୍ ହଉ, ଡଲାର ହଉ, @ ହଉ କିଛି ରଖିବେ ନାହିଁ, କେବଳ ପ୍ଲେନ୍ ହିଁ ରଖିବେ, ଯାହାପରେ ଆପଣ ୟୁପିଆଇ ଟ୍ରାଞ୍ଜାକ୍ସନ୍ କରିପାରିବେ। ଯଦି ଆପଣଙ୍କ ଭିଡ଼ିଓଟି ଭଲ ଲାଗିଲା ନିହାତି ଭିଡ଼ିଓକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିବାକୁ ଭୁଲିବେ ନାହିଁ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ, ଜୟ ଶ୍ରୀରାମ।